ବୃତ୍ତ ଭୂମିକ ନିଦା ସରଳ ସିଲିଣ୍ଡରର ବକ୍ର ପୃଷ୍ଠତଳର କ୍ଷେତ୍ରଫଳ ଆମେ ନିର୍ଣ୍ଣୟ କରିବା। ସିଲିଣ୍ଡର କ'ଣ? ସିଲିଣ୍ଡର ହେଉଛି ଯେଉଁ ଜ୍ୟାମିତିକ ଚିତ୍ରର ଦୁଇଟା ବୃତ୍ତାକାର ପୃଷ୍ଠ ରହିଥାଏ ତାକୁ ଆମେ ସିଲିଣ୍ଡର ବୋଲି କହୁଛେ। ତ ୟାର ଉଦାହରଣ ଭାବରେ ଆମେ ନେଇପାରିବା ପେନ୍କୁ, ପେନସିଲ୍କୁ କିମ୍ବା ଚକ୍କୁ ଗୋଟେ ସିଲିଣ୍ଡରର ଉଦାହରଣ ଭାବେ ଆମେ ଗ୍ରହଣ କରିପାରିବା। ଏଇ ଯେଉଁ ପୃଷ୍ଠ ଗୁଡ଼ାକ ରହିଲା, ଯେହେତୁ ବୃତ୍ତାକାର ପୃଷ୍ଠ, ଏଇଟା ବୃତ୍ତ ଆକାରରେ ଦେଖାଯାଉଛି। ସୋ ବୃତ୍ତର ବ୍ୟାସାର୍ଦ୍ଧ ଯେହେତୁ ଏଇଠୁ ଏତିକି ଆମେ ବୃତ୍ତର ମଝିରୁ ଏତିକି ପର୍ଯ୍ୟନ୍ତକୁ ଆମେ ବୃତ୍ତର ବ୍ୟାସାର୍ଦ୍ଧ କହିବା। ଯଦି ବ୍ୟାସାର୍ଦ୍ଧକୁ r ନେବା ତାହେଲେ ବୃତ୍ତର ପରିଧି ହେଉଛି 2πr। ହେଲେ ଯଦି ଏଇଟା ପରିଧି 2πr ହେଲା ତାହେଲେ ୟାର ଯେଉଁ ହାଇଟ୍ ରହିଲା ତାକୁ ଆମେ h ହାଇଟ୍ ଅଫ୍ ଦ ସିଲିଣ୍ଡର ବୋଲି କହୁଛେ। ଯଦି ଏ ସିଲିଣ୍ଡରଟାକୁ କ'ଣ କରିବା ନା ଆମେ ଖୋଲିଦେବା, ଓପେନ୍ କରିଦେବା, ତାହେଲେ ସେ ଯେଉଁ ସିଲିଣ୍ଡରଟା ଗୋଟେ ଆୟତ କ୍ଷେତ୍ରରେ ପରିଣତ ହେଇଯିବ। ଆମେ ଯଦି ମଝିରୁ ତାକୁ କାଟିଦେବା ତାହେଲେ ସିଏ କ'ଣ ହେବ ନା ଓପେନ୍ କରିଦେଲେ, ଖୋଲିଦେଲେ ସେଇଟା ଗୋଟେ ଆୟତକାର କ୍ଷେତ୍ରରେ ପରିଣତ ହେଇଯିବ। ଯେତେବେଳେ ଏଇଟା ଆୟତକାର କ୍ଷେତ୍ର ହୁଏ, ଦେଖ ଆର ଉଚ୍ଚତା ଆୟତ କ୍ଷେତ୍ରର ପ୍ରସ୍ଥ ସହିତ ସମାନ। ୟାର ଯେଉଁ ବୃତ୍ତର ତଳର ଯେଉଁ ପରିଧିଟା ଥିଲା ସେଇଟା ଆୟତ କ୍ଷେତ୍ରର ଦୈର୍ଘ୍ୟ ସହିତ ସମାନ ହେଇଗଲା। ବର୍ତ୍ତମାନ ଏଇ ଯେଉଁ ବୃତ୍ତାକାର ପୃଷ୍ଠ ଥିଲା, ଆର କ୍ଷେତ୍ରଫଳ ଦେଖିବ, ଯେହେତୁ ସିଲିଣ୍ଡରଟା ଆୟତ କ୍ଷେତ୍ରରେ ପରିଣତ ହେଉଛି, ଆୟତ କ୍ଷେତ୍ରର କ୍ଷେତ୍ରଫଳ ଯେତିକି ହେବ ବୃତ୍ତାକାର କ୍ଷେତ୍ରର କ୍ଷେତ୍ରଫଳ ସେତିକି। ତେଣୁକରି ଆୟତ କ୍ଷେତ୍ରର କ୍ଷେତ୍ରଫଳର ସୂତ୍ର କ'ଣ? ଆମେ ଜାଣିଛେ ଆୟତ କ୍ଷେତ୍ରର କ୍ଷେତ୍ରଫଳର ସୂତ୍ର ହେଉଛି ଦୈର୍ଘ୍ୟ ଇଣ୍ଟୁ ପ୍ରସ୍ଥ। ସୋ ଦୈର୍ଘ୍ୟ ଜାଗାରେ ଆମେ ଲେଖିବା 2πr ଏବଂ ପ୍ରସ୍ଥ ଜାଗାରେ ଆମେ ଲେଖିବା h। 2πr ଇଣ୍ଟୁ h, 2πr h ବର୍ଗ ଏକକ ହେଉଛି ସିଲିଣ୍ଡରର ବୃତ୍ତାକାର କ୍ଷେତ୍ରର କ୍ଷେତ୍ରଫଳ। ତମେ ଦେଖିବ, ମନେକର ବହିଟେ ଗୋଟେ ରଖିବ, ବହିଟାକୁ ଆମେ ଗୋଲ ବୁଲେଇ ଦେଉଛେ, ଇଏ ହେଇଗଲା ଆମର ବହିକୁ ଆମେ ସିଲିଣ୍ଡରରେ ପରିଣତ କରିଦେଲେ ନା କ'ଣ? ଯେତେବେଳେ ସିଲିଣ୍ଡରକୁ ଆମେ ଓପେନ୍ କରିଦେବା ସେଇଟା କ'ଣ ହେଇଗଲା? ଆୟତାକାର କ୍ଷେତ୍ରରେ ପରିଣତ ହେଇଗଲା। ବର୍ତ୍ତମାନ ସିଲିଣ୍ଡରର ହାଇଟ୍ ହେଉଛି ଏଇଟା h, ଏଇଟା ହେଉଛି 2πr। ତ ଆର କ୍ଷେତ୍ରଫଳ ଯାହା ହେବ ଆମ ସିଲିଣ୍ଡରର କ୍ଷେତ୍ରଫଳଟା ତାହା ହେବ। ୟାର କ୍ଷେତ୍ରଫଳ ହେଉଛି ଏଇଟା 2πr, ଏଇଟା h ହେଲେ ଦୈର୍ଘ୍ୟ ଇଣ୍ଟୁ ପ୍ରସ୍ଥ 2πr h ବର୍ଗ ଏକକ ହେଲା। ଦ୍ୟାଟ୍ ଇଜ୍ ଇକ୍ୱାଲ୍ ଟୁ, ଆକୁ ଆମେ ମୋଡ଼ିକି ରଖିଥିଲା ବେଳକୁ ଏଇଟା ସିଲିଣ୍ଡର ହେଇକି ଥିଲା। ତେଣୁକରି ଆୟତାକାର କ୍ଷେତ୍ରଫଳର କ୍ଷେତ୍ରର କ୍ଷେତ୍ରଫଳ ଯାହା, ଏଇ ଯେଉଁ ଗୋଲ ବୃତ୍ତାକାର କ୍ଷେତ୍ର ହେଉଛି ସେ କ୍ଷେତ୍ରର କ୍ଷେତ୍ରଫଳଟା ମଧ୍ୟ ଆୟତ କ୍ଷେତ୍ରର କ୍ଷେତ୍ରଫଳ ସହିତ ସମାନ। ଯେହେତୁ ଆକୁ ଖୋଲିଦେଲେ, ମଝିରୁ କାଟିଦେଲେ, ସିଏ ଆମର ଆୟତ କ୍ଷେତ୍ରରେ ପରିଣତ ହେଇଯାଉଛି। ତେଣୁକରି ଆୟତକାର କ୍ଷେତ୍ରର କ୍ଷେତ୍ରଫଳ ଯାହା ହେବ ବୃତ୍ତାକାର କ୍ଷେତ୍ରର କ୍ଷେତ୍ରଫଳ ତାହା ହେବ। ତ ସିଲିଣ୍ଡରର ଯେଉଁ ବୃତ୍ତ ଆକାରର କ୍ଷେତ୍ର ରହିଛି, ରାଉଣ୍ଡଟା ଯେଉଁ କ୍ଷେତ୍ର ରହିଛି ତାର କ୍ଷେତ୍ରଫଳ ହେଉଛି 2πr h ବର୍ଗ